ଜରାସନ୍ଧ ହେଉଛନ୍ତି କଂସର ଶ୍ୱଶୁର। କଂସର ମୃତ୍ୟୁ ପରେ ଜରାସନ୍ଧ ଚାହୁଁଛି ଶ୍ରୀକୃଷ୍ଣଙ୍କ ଉପରେ ପ୍ରତିଶୋଧ ନେବାକୁ। ବାରମ୍ବାର ଆକ୍ରମଣ କରି କୃଷ୍ଣଙ୍କୁ ଶାନ୍ତିରେ ରହିବାକୁ ଦେଉନି। ତାରି ପାଇଁ ପ୍ରଭୁ ଶ୍ରୀକୃଷ୍ଣ କ'ଣ କରିଛନ୍ତି ଯେ ପ୍ରଜାମାନଙ୍କ ସୁରକ୍ଷା ପାଇଁ ଦ୍ୱାରିକା ନଗରୀକୁ ବନାଇଛନ୍ତି। ଭଗବାନଙ୍କର ଏ ଦ୍ୱାରିକା ନଗରୀ ବନେଇବା ପଛରେ କାରଣଟି ହେଉଛି ଭଗବାନ ଭାବୁଛନ୍ତି ଏ ଜରାସନ୍ଧ ତ ବାରମ୍ବାର ଆକ୍ରମଣ କରୁଛି। ଅନେକ ଆକ୍ରମଣ କଲା ପରେ ମଧ୍ୟ ନା ଜରାସନ୍ଧର କିଛି କ୍ଷତି ହେଉଛି ନା ମୋର କିଛି କ୍ଷତି ହେଉଛି। ଯଦି କ୍ଷତି ହେଉଛି ତ କେବଳ ନିରୀହ ପ୍ରଜାଗଣ ଓ ସେନାଙ୍କର କ୍ଷତି ସାଧିତ ହେଉଛି। ବହୁ ସେନାଗଣ ମଲେଣି, ବହୁ ପରିବାର ସର୍ବଶାନ୍ତ ହେଲେଣି। ଏମିତି ଆଉ ଚାଲିପାରିବ ନାହିଁ। ମୋତେ କିଛି ନା କିଛି କରିବାକୁ ପଡ଼ିବ। ଜରାସନ୍ଧ ବଡ଼ ପାପୀ, ହେଲେ ତା ପାପର ଘୋଡ଼ା ପୁରୁନାହିଁ। ତାର କାରଣ ହେଉଛି ଯେ ଜରାସନ୍ଧ ବହୁତ ପାପୀ ହେଲେ ମଧ୍ୟ, ବହୁତ ପାପକର୍ମ କଲେ ମଧ୍ୟ ଜରାସନ୍ଧ ହେଉଛି ମହାଦାନୀ। ଦାନ କେମିତି କରେ ଜରାସନ୍ଧ ନା ସକାଳୁ ଉଠୁ ଉଠୁ ଯିଏ ଯାହା ବି ମାଗେ ଯଦି ତା ସାମର୍ଥ୍ୟ ଭିତରେ ଆସିଲା ନିଶ୍ଚିତ ଭାବରେ ସେ ଦାନ ଦେଉଥିଲା। ଦାନ ପାଇଁ କାହାକୁ ମନା କରୁନଥିଲା। ଦାନ କଲେ ପାପ କ୍ଷୟ ହୁଏ। ତା ଅର୍ଥ ନୁହେଁ ଯେ ଆପଣମାନେ ବୁଦ୍ଧି ଲଗାଇବେ, ପାପ କରିବେ ଏବଂ ଦାନ ଦେଇ ପାପରୁ ବଞ୍ଚିବାକୁ ଚେଷ୍ଟା କରିବେ। ସେମିତି କରିବେନି କେବେ। ଭଗବାନ ଭାବିଲେ ଯେ ଗୋଟେ କାମ କରିବାକୁ ପଡ଼ିବ, ଯେ ମୋତେ ଜରାସନ୍ଧ ସହିତ ଏକାକୀ ଲଢ଼ିବାକୁ ପଡ଼ିବ। ଲଢ଼ାଇ ହେବ ଜରାସନ୍ଧ ଆଉ ମୋ ଭିତରେ। ଏ ଯୁଦ୍ଧଟି ମଲ୍ଲଯୁଦ୍ଧ ହେବା ଦରକାର। ଆମ ଦୁଇଜଣ ଯୁଦ୍ଧ କରୁଥିଲା ବେଳେ ଆମ ଦୁଇଜଣଙ୍କ ମଝିରେ କେହି ମୁଣ୍ଡ ପୁରାଇବା ନାହିଁ, କେହି ମଝିରେ ଯୁଦ୍ଧରେ ସାମିଲ ହେବେ ନାହିଁ। ତେଣୁ ଭଗବାନ ଭାବିଲେ ଏହା କେମିତି ସମ୍ଭବ ହେବ? ଜରାସନ୍ଧ କ'ଣ କଲେ ମୋ ସହିତ ମଲ୍ଲଯୁଦ୍ଧ ପାଇଁ ରାଜି ହେବ? ସେଇଥିପାଇଁ ଭଗବାନ ଭାବିଲେ ଯେ ଜରାସନ୍ଧ ତ ଦାନୀ, ଦାନ ଆକାରରେ ଅନେକ ଲୋକ ଅନେକ ଜିନିଷ ମାଗି ନିଅନ୍ତି ଜରାସନ୍ଧଠୁ। ମୁଁ ଯିବି ଜରାସନ୍ଧଠୁ ମଲ୍ଲଯୁଦ୍ଧ ମାଗିକି ଆଣିବି, ମଲ୍ଲଯୁଦ୍ଧର ବଚନ ନେଇକି ଆସିବି। ଭଗବାନ ଜରାସନ୍ଧଠାରୁ ମଲ୍ଲଯୁଦ୍ଧର ବଚନ ନେବାକୁ ଦାନ ରୂପରେ ସିଦ୍ଧାନ୍ତ ନେଲେ। ଗୋଟିଏ ଅସୁବିଧା ଯେ ଜରାସନ୍ଧ ଦାନ ଦିଏ ସତ, କିନ୍ତୁ ସମସ୍ତଙ୍କୁ ଦାନ ଦିଏ ନାହିଁ। ଦାନ ଦିଏ କେବଳ ବ୍ରାହ୍ମଣମାନଙ୍କୁ। ତେଣୁ ଭଗବାନ କ'ଣ କଲେ, ଯେତେବେଳେ ପାଣ୍ଡବମାନଙ୍କୁ ସାଙ୍ଗରେ ନେଲେ ସମସ୍ତେ ବ୍ରାହ୍ମଣ ବେଶ ଧରିଲେ ଏବଂ ଚାଲିଲେ ଏଇ ଜରାସନ୍ଧ ପାଖକୁ। ଭଗବାନଙ୍କୁ ଯେତେବେଳେ ପାଖରେ ପାଇଛି ବ୍ରାହ୍ମଣ ବେଶରେ, ଜରାସନ୍ଧ ସବୁ ଜିନିଷ ଯାଚିଛି। ଟଙ୍କା ଦରକାର, ସୁନା ଦରକାର, ରୂପା ଦରକାର, ନା ହୀରା ଦରକାର, ନା ଲୀଳା ଦରକାର, ନା ମୋତି ଦରକାର, ନା ମାଣିକ ଦରକାର। ଭଗବାନ କହିଛନ୍ତି ମୁଁ କୌଣସି ଦ୍ରବ୍ୟ ତୁମଠାରୁ ନେବାକୁ ଆସିନାହିଁ। ମୁଁ ଆସିଛି ତୁମଠାରୁ ଏକ ବଚନ ବା ପ୍ରତିଶ୍ରୁତି ନେବାକୁ। ତୁମେ ଯେଉଁ ପ୍ରତିଶ୍ରୁତି ଦେବ ସେ ପ୍ରତିଶ୍ରୁତିରୁ ପଛକୁ ହଟିବ ନାହିଁ ବୋଲି ଆଉ ଏକ ପ୍ରତିଶ୍ରୁତି ମଧ୍ୟ ମୋର ଦରକାର। ଜରାସନ୍ଧ କହିଲା ମୁଁ କଥା ଦେଉଛି ଯାହା ମାଗିବ ମୁଁ ଅନାୟାସରେ ଦେବି। ପ୍ରତିଶ୍ରୁତିର କ'ଣ ଆବଶ୍ୟକତା ଅଛି? ଭଗବାନ କହିଲେ ନା, ମୋର ତୁମର ବଚନ ଦରକାର, ତୁମଠାରୁ ପ୍ରତିଶ୍ରୁତି ଦରକାର। ଜରାସନ୍ଧ କହିଲା ଠିକ୍ ଅଛି, ମୁଁ ବଚନ ଦେଲି। ମୁଁ ଜାଣେ ତୁମେ ଜଣେ ବ୍ରାହ୍ମଣ, ଅତି ବେଶୀରେ କ'ଣ ମାଗିପାରିବ? ମୋତେ ମୋ ରାଜ୍ୟ ମାଗି ନେବ, ଏଇଆ ତ? ମୋ ଶକ୍ତି ଉପରେ, ମୋ ସାମର୍ଥ୍ୟ ଉପରେ ମୋର ଭରସା ଅଛି। ସକାଳେ ମୁଁ ତୁମକୁ ରାଜ୍ୟ ଦେବି, ସନ୍ଧ୍ୟାବେଳକୁ ପୁଣି ମୋ ସାମର୍ଥ୍ୟ ବଳରେ ସେ ରାଜ୍ୟକୁ ତୁମଠାରୁ ଫେରାଇ ଆଣିବି।
ତେଣୁ ମୁଁ ସେଥିପାଇଁ ଭୟଭୀତ ନୁହେଁ ବ୍ରାହ୍ମଣ ଦେବ ତୁମେ କ'ଣ ମାଗିବ ବୋଲି। ଇଏ ଯେମିତି ଲମ୍ବା ଲମ୍ବା ଭାଷଣ ମାରିଲା କିଏ ଜରାସନ୍ଧ ଅର୍ଜୁନକୁ ଭଲ ଲାଗିଲା ନାହିଁ। ଅର୍ଜୁନ ଏକଥା ଶୁଣି ସହିପାରିଲେନି। କହିଲେ ଯେ ତୁମକୁ ଯାହା କୁହାଯାଉଛି ତୁମେ ସେଇଆ କର, ଏ ବାଜ୍ୟ କଥାବାର୍ତ୍ତା ବନ୍ଦ କର। ଏ ଯେଉଁ କ୍ରୋଧରେ ଅର୍ଜୁନକୁ ଦେଖି ଜରାସନ୍ଧ ସୈନ୍ୟମାନେ ମଧ୍ୟ ଯେଉଁ ଦୂରରେ ଥିଲେ କିଛି ଗୋଟେ ଅଘଟଣ ଘଟିବାର ଭାବି ପାଖକୁ ଆସିଗଲେ। ଦାନ ସୁପତ୍ରରେ ଏବଂ ଭଲ ମନରେ କରିବା ଦରକାର। ଏ ଯେଉଁ ଜରାସନ୍ଧର ମନ ଠିକ୍ ନାହିଁ, ତେଣୁ ଦାନରେ ଏମିତି ଏକ ବାଧା ସୃଷ୍ଟି ହେଲା। ଅର୍ଜୁନ କହିଲା ବେଳକୁ ଉତ୍ତ୍ୟକ୍ତ ଯେତେବେଳେ ହେଲେ ଅର୍ଜୁନ କଥାବାର୍ତ୍ତା କଲାବେଳେ ଯେଉଁ ହାତ ଦେଖାଇ କଥାବାର୍ତ୍ତା କଲେ ଜରାସନ୍ଧ ଜାଣିଗଲା ଯେ ଏତେ ଉତ୍ତ୍ୟକ୍ତ ଜଣେ ବ୍ରାହ୍ମଣ କଦାପି ହୋଇନପାରେ। ଏହାପରେ ଜରାସନ୍ଧ ଦେଖିପାରିଲା ଯେ ଅର୍ଜୁନଙ୍କ ହାତରେ ପ୍ରତ୍ୟଞ୍ଚା ଯେତେବେଳେ ଚଢ଼ାନ୍ତି ପ୍ରତ୍ୟଞ୍ଚାର ଚିହ୍ନ। ଜରାସନ୍ଧ ଜାଣିଦେଲା ଯେ ଏମାନେ ସମସ୍ତେ କେହି ବି ବ୍ରାହ୍ମଣ ନୁହନ୍ତି, ବ୍ରାହ୍ମଣ ବେଶରେ ଏମାନେ ଆସିଛନ୍ତି ମୋତେ ଠକିବା ପାଇଁ, ବହୁରୂପୀ ସାଜି। ତେଣୁ ଜରାସନ୍ଧ ସାଙ୍ଗେ ସାଙ୍ଗେ କହିଲା ତୁମେ ସବୁ ବ୍ରାହ୍ମଣ ନୁହ କ୍ଷତ୍ରିୟ ମୁଁ ଜାଣିପାରିଛି, ତେଣୁ ଆଉ ଛଦ୍ମବେଶର ଆବଶ୍ୟକତା ନାହିଁ। ଯେତେ ଶୀଘ୍ର ପାରୁଛ ନିଜ ବେଶ ଧାରଣ କର, ନତୁବା ମୁଁ କାହାରିକୁ ଛାଡ଼ିବି ନାହିଁ। ଏହାପରେ ଭଗବାନ ଶ୍ରୀକୃଷ୍ଣ କହିଲେ ସବୁ ଠିକ୍ଠାକ୍ ଚାଲିଥିଲା, ମନେ ମନେ ଭାବୁଛନ୍ତି କ'ଣ ବା କରିବେ। ତେଣୁ ସମସ୍ତେ ନିଜ ନିଜ ବେଶକୁ ଫେରିଲେ, ଅବସ୍ଥାକୁ ଫେରିଲେ। ଜରାସନ୍ଧ କହିଲା କୃଷ୍ଣ କ'ଣ କାମ ଥିଲା ମୋ ପାଖରେ? ଭଗବାନ କହିଲେ ତୋ ସହ ମଲ୍ଲଯୁଦ୍ଧ କରିବାକୁ ଇଚ୍ଛା ଅଛି। କେହି ସୈନ୍ୟ ଆମ ଦୁହିଁଙ୍କ ମଧ୍ୟରେ ଆସିବେ ନାହିଁ। ଯୁଦ୍ଧ କରିବା ତୁମେ ଓ ମୁଁ, ଯାହା ଫଳାଫଳ ହେବ ତାକୁ ଆମେ ଉଭୟ ମାନିନେବା। ଜରାସନ୍ଧ କହିଲା ଏକଥା ସିଧା ଆସି କହିଲନି, ଏ ଲମ୍ପଟତା କାହିଁକି? ସୈନ୍ୟ ସାମନ୍ତ ପାଣ୍ଡବଗଣ ସମସ୍ତେ ଠିଆ ହୋଇଛନ୍ତି। ଜରାସନ୍ଧ ଯେତେବେଳେ ସୁଯୋଗ ପାଇଲା ପ୍ରଭୁଙ୍କୁ ତିରସ୍କାର କରିବାକୁ ଭୁଲିଲା ନାହିଁ। ଜରାସନ୍ଧ କହିଲା କ'ଣ କରାଯିବ? ଯାର ତ କୌଣସି କାର୍ଯ୍ୟ ସିଧା କରିବା ଜଣା ନାହିଁ ୟାକୁ। କୃଷ୍ଣକୁ କହୁଛି ଜରାସନ୍ଧ ଜନ୍ମ କେବେ? ଏ ଜନ୍ମ ହୋଇଛି ମଧ୍ୟରାତ୍ରିରେ। ସମସ୍ତଙ୍କ ନିଦ ଖରାପ କରିବା ୟାର ଉଦ୍ଦେଶ୍ୟ। ଟିକେ ଅପେକ୍ଷା କରିଥାନ୍ତ, ସକାଳ ହେଲେ ଜନ୍ମ ହୋଇଥାନ୍ତ, କାହାର ନିଦ ଉପରେ କୌଣସି ଆସର ପଡ଼ିନଥାନ୍ତା। କିନ୍ତୁ ତୁମେ କ'ଣ କଲ? ଜନ୍ମ ହେବି ତ ମଧ୍ୟରାତ୍ରିରେ ହେବି, ସମସ୍ତଙ୍କ ନିଦ ଖରାପ କରିବି। ଇଏ ତେଢ଼ା କର୍ମ ତୁମର ନୁହଁ କି? ଜନ୍ମ ହେଲ କେଉଁଠି? କାରାଗାରରେ, ଜେଲରେ। ଏ ଯେଉଁ କାରାଗାର ଜେଲ୍ କ'ଣ ଜନ୍ମ ହେବାର କେଉଁ ଜାଗା? ତୁମର କେଉଁ କାମ ତୁମେ ଠିକ୍ କର। ଠିଆ ହୁଅ ତ୍ରିଭଙ୍ଗୀ ଠାଣିରେ ତେଢ଼ା ରୂପରେ, ମୁକୁଟ ତୁମର ତେଢ଼ା, ବଇଁଶୀ ଧର ତେଢ଼ା, ନାଁ ରଖିଛ କୃଷ୍ଣ, ଯାହାକୁ ଉଚ୍ଚାରଣ କଲାବେଳକୁ ମଧ୍ୟ ଜିଭକୁ ତେଢ଼ା କରିବାକୁ ପଡ଼ିବ। ଅର୍ଜୁନ କହିଲେ ଏଇଥିପାଇଁ ତ କୁହାଯାଏ ତେଢ଼ା ଲୋକଙ୍କ ସହିତ କେବେ ଶତ୍ରୁତା କର ନାହିଁ। ଏହାପରେ ଭଗବାନ କହିଲେ ହେ ଜରାସନ୍ଧ, ଯଦି ମୋର ପ୍ରଶଂସା ସରିଲା ତେବେ ଚାଲ ଯୁଦ୍ଧ ମଇଦାନକୁ ଓହ୍ଲାଇବା, ଉଭୟ ପରସ୍ପର ସହିତ ମଲ୍ଲଯୁଦ୍ଧ କରିବା, ଏହା ଫଳାଫଳକୁ ଉଭୟ ମାନି ନେବା। ଜରାସନ୍ଧ କହିଲା ତୁମ ସହିତ ମୁଁ ଯୁଦ୍ଧ କରିବି ନାହିଁ। ମୁଁ ଯଦି ଯୁଦ୍ଧ କରିବି ତାହେଲେ ତୁମମାନଙ୍କ ଭିତରୁ କେବଳ ଭୀମ ହେଉଛି ମୋର ସମକକ୍ଷ ଯୋଦ୍ଧା। ତୁମମାନଙ୍କ ଭିତରୁ କାହାର ସାମର୍ଥ୍ୟ ନାହିଁ ଏ ଜରାସନ୍ଧ ସାମ୍ନାରେ ଠିଆ ହୋଇ ଯୁଦ୍ଧ କରିବାକୁ। ତେଣୁ ଯୁଦ୍ଧ କାହିଁକି କରିବି ତୁମ ସହିତ? ମୋ ନାଁକୁ ଖରାପ କରିବି। ମୁଁ ଭଗବାନ ମନେ ମନେ ଭାବିଲେ ଜରାସନ୍ଧ ମୁଁ ବି ତୁମକୁ ମାରିବାକୁ ଚାହୁଁନାହିଁ। ମୋତେ ମାରିଲେ, ତୁମକୁ ମାରିଲେ ତୁମେ ମୋ ଧାମକୁ ଯିବ। ତୁମ ଭଳି ପାପୀକୁ କଦାପି ମୁଁ ମୋ ଧାମକୁ ପଠାଇ ପାରିବି ନାହିଁ। ଯାହା ବାଛିଛ ଠିକ୍ ବାଛିଛ। ଭୀମ ଓ ଜରାସନ୍ଧ ମଧ୍ୟରେ ଯୁଦ୍ଧ ଚାଲିଲା। 27 ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା। ଜରାସନ୍ଧର କୌଣସି କ୍ଷତି ହେଉନାହିଁ। ଭୀମ ଜରାସନ୍ଧ ସେମିତି ଲଢ଼ି ଚାଲିଛନ୍ତି, ହେଲେ ଫଳ କିଛି ନାହିଁ। ଏହା ପଛରେ କାରଣ ହେଉଛି ବୃହତ୍ ବୀଜ ନାମକ ଜଣେ ବ୍ରାହ୍ମଣ ଥିଲେ, ଜଣେ ଲୋକ ଥିଲେ।
ତାଙ୍କର 2 ଜଣ ରାଣୀ ଥିଲେ। ସେ କ'ଣ କରନ୍ତି, ତାଙ୍କର ଗୋଟିଏ ଦୁଃଖ ଯେ ମୋର ପିଲାପିଲି ନାହିଁ, ସେଇଥିପାଇଁ ବୃହତ୍ବୀଜ କ'ଣ କରନ୍ତି, ସନ୍ନ୍ୟାସୀଙ୍କ ପାଖକୁ ଯାଆନ୍ତି, ତାଙ୍କର ସେବା ଶୁଶ୍ରୂଷା କରନ୍ତି। ଏମିତି ଅନେକ ଦିନ ଯିବା ପରେ ଦିନେ ସନ୍ନ୍ୟାସୀଙ୍କୁ ମନର ଦୁଃଖ କହିଲେ। ସନ୍ନ୍ୟାସୀଙ୍କୁ ମାଲୁମ ନାହିଁ ଯେ ଆଙ୍କର 2ଟି ପତ୍ନୀ ବୋଲି ବୃହତ୍ବୀଜଙ୍କର। ତେଣୁ ସେ ଗୋଟିଏ ଫଳ ଦେଲେ। ବୃହତ୍ବୀଜ କ'ଣ କଲେ, এই ଫଳକୁ ଆଣି 2 ପତ୍ନୀକୁ ଖୁଆଇ ଦେଲେ ଅଧା ଅଧା। ଏବଂ ଏହାପରେ ବୃହତ୍ବୀଜଙ୍କର 2 ପତ୍ନୀ ଗର୍ଭବତୀ ହେଲେ। ଫାଳେ ଫାଳେ ଫଳ ଖାଇଥିବାରୁ ଅଧା ଅଧା ପିଲା ସେମାନଙ୍କ ପେଟରେ ବଢ଼ିଲେ ଏବଂ ମୃତ ହୋଇ ଏ ଅଧା ଅଧା ପିଲା ଜନ୍ମ ହେଲେ। ଫାଳେ ଜଣେ ରାଣୀଙ୍କ ପେଟରେ, ଆଉ ଫାଳେ ଆଉ ଜଣେ ରାଣୀଙ୍କ ପେଟରେ। ରାତ୍ରିରେ ପିଲାମାନେ ଜନ୍ମ ହେଲେ। ତେଣୁ ଲୋକ ଜାଣିଲେ ଖରାପ ଲାଗିବ, ସେଥିପାଇଁ କ'ଣ କଲେ, ବୃହତ୍ବୀଜ ଏ 2ଟି ଅଧା ଅଧା ପିଲା ମୃତ ପିଲାଙ୍କୁ ନେଇକି ଜଙ୍ଗଲରେ ଫୋପାଡ଼ି ଦେଇ ଆସିଲେ। ଏହି ସମୟରେ ଜରା ନାମକ ଏକ ରାକ୍ଷସ, ମାୟାବୀ ରାକ୍ଷସ ଆସି ପହଞ୍ଚିଲା। ଏଇ 2 ଖଣ୍ଡ ଯେଉଁ ପଡ଼ିଥିଲା ଶରୀରର ଦେହ, ତାକୁ କ'ଣ କଲା, ଯୋଡ଼ିଲା। ଅଧା ଅଧା ଶରୀରକୁ ଯୋଡ଼ି ଯେତେବେଳେ ଯୋଡ଼ିଦେଲା, ସାଙ୍ଗେ ସାଙ୍ଗେ ସେଥିରେ ପ୍ରାଣ ଆସିଲା। ଯେହେତୁ ଜରା ନାମକ ମାୟାବୀ ରାକ୍ଷସ ଏଇ ଅଧା ଅଧା ଶରୀରକୁ ସଂଗ କରିଥିଲା, ଏକାଠି କରିଥିଲା, ଏହା ନାଁ ହେଲା ଜରାସନ୍ଧ। ଭଗବାନ ଭୀମକୁ କହିଲେ ଯେ ଏମିତି ଯୁଦ୍ଧ ସରିବ ନାହିଁ, ଅନେକ ଦିନ ହେଲା ତୁମେ ଯୁଦ୍ଧ କରିଚାଲୁଛ କିନ୍ତୁ ଫଳ କିଛି ମିଳୁନାହିଁ। ତେଣୁ ତୁମେ ଗୋଟେ କାମ କର, ମୋତେ ଅନାଇଥିବ, ମୁଁ ଯାହା ନିର୍ଦ୍ଦେଶ ଦେବି ତୁମେ ସେ ନିର୍ଦ୍ଦେଶକୁ ମାନିବ। ସୂର୍ଯ୍ୟାସ୍ତ ଆସିବାକୁ ଯାଉଛି। ଭଗବାନ ସାଙ୍ଗେ ସାଙ୍ଗେ କ'ଣ କଲେ, ଦାଉଙ୍କର ପ୍ରଶଂସା କରିବାକୁ ଲାଗିଲେ। ଜାଣିଛନ୍ତି, ଅମୂଳକ ଭାବରେ ଦାଉଙ୍କ ପ୍ରଶଂସା କଲେ, ଭୀମ ମୁଁ କ'ଣ କହୁଛି ବୋଲି ମୋତେ ଅନେଇବେ। ସେତେବେଳେ ମୁଁ ତାଙ୍କୁ ଇସାରା କରିବି କ'ଣ କରିବାକୁ ପଡ଼ିବ। ଭୀମ ଯେମିତି ଅନେଇଛନ୍ତି, ପ୍ରଭୁ କ'ଣ କଲେ, ଗୋଟେ ତୃଣକୁ ମଝିରୁ ଚିରି ଫୋପାଡ଼ି ଦେଲେ। ଭୀମ ଜାଣିଲେ ଇସାରା ଯେ ଭଗବାନ କହୁଛନ୍ତି ଆକୁ ଅଧାରୁ ଚିରିଲେ ଯାଇ ମରିବ। ଅଧାରୁ ଚିରି ଫୋପାଡ଼ି ଦେଲେ ଭୀମ। ତଥାପି ଜରାସନ୍ଧ ମଲାନି। ପ୍ରଭୁଙ୍କ ଆଡ଼କୁ ବିରକ୍ତିରେ ଅନାଇ ରହିଲା ଭୀମ। ପ୍ରଭୁ କହିଲେ, ମୁଁ ଯାହା କରୁଛି, ଯାହା ଦେଖାଉଛି, ଧ୍ୟାନପୂର୍ବକ ଦେଖ, ସମ୍ପୂର୍ଣ୍ଣ ଦେଖ, ଅଧାରୁ କିଛି ନିଷ୍ପତ୍ତି ନିଅ ନାହିଁ। ଏହାପରେ ତୃଣକୁ ଭଗବାନ କ'ଣ କଲେ, 2 ଖଣ୍ଡ କଲେ ଏବଂ 2 ଖଣ୍ଡ କରିସାରିଲା ପରେ ଓଲଟା ଦିଗରେ ଫୋପାଡ଼ି ଦେଲେ। ଭୀମ ଏଥର ବୁଝିଗଲେ ଯେ ଜରାସନ୍ଧକୁ ମାରିବାକୁ ହେଲେ ତାକୁ 2 ଫାଳ କରି ଅଲଗା ଅଲଗା ବିପରୀତ ଦିଗରେ ଫୋପାଡ଼ିବାକୁ ପଡ଼ିବ, ତାହେଲେ ଯାଇ ଜରାସନ୍ଧ ମରିବ। ଏବଂ ସେଇଥିପାଇଁ କ'ଣ କଲେ, ଭୀମ ପ୍ରଭୁଙ୍କର ନିର୍ଦ୍ଦେଶକୁ ମାନି ଜରାସନ୍ଧକୁ ମଝିରୁ ଫାଡ଼ିଦେଲେ ଏବଂ ତା ଦେହର ଉତ୍ପନ୍ନ 2ଟି ଅଂଶକୁ ଅଲଗା ଅଲଗା ଦିଗରେ ଫୋପାଡ଼ି ଦେଲେ। ଏବଂ ଫଳତଃ ଜରାସନ୍ଧର ଆଉ ଯେଉଁ 2ଟି ଭାଗ ଯୋଡ଼ି ହୋଇପାରିଲା ନାହିଁ ଏବଂ ଜରାସନ୍ଧର ମୃତ୍ୟୁ ହେଲା। ଏବଂ ତେଣୁ ଏଠୁ ଆମେ ଗୋଟେ ଶିକ୍ଷା ଶିଖନ୍ତି ଯେ ଭଗବାନ ଆମକୁ ଯାହା ବି ନିର୍ଦ୍ଦେଶ ଦିଅନ୍ତି, ସେ ନିର୍ଦ୍ଦେଶକୁ ସର୍ବାଦୌ ମାନିବା ଦରକାର, ନିଶ୍ଚିତ ଭାବରେ ମାନିବା ଦରକାର। କୌଣସି କିନ୍ତୁ ପରନ୍ତୁ ନାହିଁ। ଭଗବାନ ଭୀମକୁ କହିଲେ ତୁମେ ଏଇଆ କର। ଭୀମ ଯଦି ଆତ୍ମଗର୍ବରେ କହିଥାନ୍ତେ 27 ଦିନ ଗଲାଣି, ଆଉ 10 ଦିନ ଲାଗିବ, ମୁଁ ମୋ ସାମର୍ଥ୍ୟରେ ଜିତିବି, ତାହେଲେ ଏହା କ'ଣ ସମ୍ଭବ ହୋଇପାରିଥାନ୍ତା? ତେଣୁ ଭଗବାନ ସମସ୍ତଙ୍କୁ ନିର୍ଦ୍ଦେଶ ଦିଅନ୍ତି, ରାସ୍ତା ଦେଖାନ୍ତି। ତେଣୁ ଭଗବାନ ଦେଖାଉଥିବା ରାସ୍ତାରେ ଆପଣ ଚାଲନ୍ତୁ। ଜୀବନରେ ଅନେକ କିଛି ଜିନିଷ ଆପଣ ଚାହାନ୍ତି କରିବାକୁ, ମୁଁ ଚାହେଁ କରିବାକୁ, ଆମ ଇଚ୍ଛାରେ କିଛି ହୁଏ ନାହିଁ। ଯାହା ଭଗବାନ ଚାହାନ୍ତି ସେଇ ଇଚ୍ଛା କାୟମ ରହେ। ଆମ ଇଚ୍ଛା ସହିତ ଯଦି ଭଗବାନଙ୍କ ଇଚ୍ଛାର ତାଲମିଲ ହେଲା, ଆମ କାମ ସାଧିତ ହୁଏ। ଯେଉଁ କାମ ସାଧିତ ହୁଏ ଭଗବାନଙ୍କର ଇଚ୍ଛା ଥାଏ। ତେଣୁ କେତେବେଳେ ନିଜ ଇଚ୍ଛାକୁ ଭଗବାନଙ୍କ ଉପରେ ନଦନ୍ତୁ ନାହିଁ। ଭଗବାନଙ୍କର ଇଚ୍ଛା ଯାହା, ଫଳ ସେଇଆ ହେବ। ଭଗବାନଙ୍କ ଇଚ୍ଛା ସହିତ ଆପଣଙ୍କ ଇଚ୍ଛାକୁ ମିଶାଇ ଦିଅନ୍ତୁ, ତାହେଲେ ଦେଖିବେ ଆପଣ ନିଶ୍ଚିତ ସଫଳ ହେବେ। ଆଜିର ଭିଡ଼ିଓକୁ ଏଇଠି ୱାଇଣ୍ଡ ଅପ୍ କରୁଛି। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖା ହେବ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।